ଜାତୀୟ ରାଜପଥ ଇଏ ହେଉଛି 55 ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଠାରୁ ତାଳଚେର ଅନୁଗୁଳ ଦେଇ ଯାଇଛି ଜାତୀୟ ରାଜପଥ। ଇଏ ହେଉଛି ଆଠଗଡ଼ ନିର୍ବାଚନ ମଣ୍ଡଳୀର ତୋଟାପଡ଼ା ପଞ୍ଚାୟତ ପଛପଟେ ଥିବା ଏ ସ୍ଥାନ ଦେଖନ୍ତୁ। ଇଏ ହେଉଛି ଗୋଟିଏ ପୂର୍ତ୍ତ ବିଭାଗର ଡାକବଙ୍ଗଳା। ଗତ କିଛି ବର୍ଷ ହେଲାଣି ଏହି ଡାକବଙ୍ଗଳା ନିର୍ମାଣ ହୋଇଥିଲେ ସୁଦ୍ଧା ପ୍ରତିବର୍ଷ ରଙ୍ଗ ହେଉଛି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି, କୋଟି କୋଟି ଟଙ୍କାରେ ନିର୍ମାଣ କରାଯାଇଛି। ଏହି ଡାକବଙ୍ଗଳାକୁ ନିର୍ମାଣ କରାଯାଇଛି, ହେଲେ ଡାକବଙ୍ଗଳା କେତେବେଳେ ଖୋଲାଯାଏ ନାହିଁ। ଯେତେବେଳେ ଦେଖିବେ ଆପଣ ସଦାବେଳେ ଡାକବଙ୍ଗଳାରେ ଏଠି ତାଲା ପଡ଼ିଥିବ। ରାସ୍ତା କଡ଼ରେ ସରକାର ପଥପ୍ରାନ୍ତ ଘର ବା ଗୃହ ନିର୍ମାଣ କରୁଛନ୍ତି, ଲୋକ ରହିବା ପାଇଁ ଟିକେ ସୁବିଧା ସୁଯୋଗ ପାଇବେ, ଚା କଫିର ବ୍ୟବସ୍ଥା ପାଇବେ, କିନ୍ତୁ ଏଠି ଡାକବଙ୍ଗଳା ସଦାବେଳେ ତାଲା ପଡ଼ିଛି। ଭିତରେ ଥିବା ଇଏ ହେଉଛି ଦୃଶ୍ୟ। ଇଏ ସିଧାସଳଖ ଦେଖନ୍ତୁ। ଆମେ ଆସନ୍ତୁ ଭିତରକୁ ଯିବା। ଏଠି ଭିତରେ ଡାକବଙ୍ଗଳାର ଅବସ୍ଥା କ'ଣ ରହିଛି। ପ୍ରତିବର୍ଷ କିଛି ନା କିଛି ଟଙ୍କା ଆସୁଛି, ଲକ୍ଷ ଲକ୍ଷ ଟଙ୍କା କେମିତି ତୁଷାରପାତ ହେଉଛି ଏ ବଙ୍ଗଳାରେ, ଆର ଚିତ୍ର ଆମେ ଆପଣଙ୍କୁ ଦେଖାଉଛୁ। ଇଏ ହେଉଛି ବଙ୍ଗଳାର ପଛପଟର ଚିତ୍ର। ଏଠି ବିଦ୍ୟୁତ ଖୁଣ୍ଟି ମଧ୍ୟ ରହିଛି, ବିଦ୍ୟୁତ ସଂଯୋଗ ମଧ୍ୟ ହୋଇଛି। ପଛପଟର ଦୃଶ୍ୟ ଆମେ ଆସନ୍ତୁ ଦେଖନ୍ତୁ ସିଧାସଳଖ। ଏ ଘର ବର୍ତ୍ତମାନ ଅବ୍ୟବହୃତ ହୋଇ ପଡ଼ି ରହିବା ଫଳରେ ଦୀର୍ଘ ବର୍ଷ ହେଲାଣି, ପ୍ରାୟ 10ରୁ 15 ବର୍ଷ ହେଲାଣି ଘର ନିର୍ମାଣ ହୋଇଥିଲେ ସୁଦ୍ଧା ଏ ଘରଗୁଡ଼ିକୁ ବ୍ୟବହାର କରାଯାଉନାହିଁ। ଏଠି ସବୁ ପ୍ରକାର ସୁବିଧା ସୁଯୋଗ ରହିଛି, ବାଥରୁମ୍ ଠାରୁ ଆରମ୍ଭ କରି ଗୃହ ଭିତରେ ସବୁ ରହିଛି, କିନ୍ତୁ ସମସ୍ତ ଇଏ ବର୍ତ୍ତମାନ ତାଲା ପଡ଼ିଛି। ଏ ପଛପଟର ଦୃଶ୍ୟ ଆମେ ଟିକେ ଆରପଟକୁ ଯିବା, ଆରପଟେ ଦେଖିବା ଆର ସମ୍ମୁଖ ଭାଗର ଚିତ୍ର। ଇଏ ହେଉଛି ଭିତରର ଦୃଶ୍ୟ। ଦେଖନ୍ତୁ ଏ ଘର କେମିତି କିଭଳି ଅବସ୍ଥାରେ ପଡ଼ି ରହିଛି। ସମସ୍ତ ପ୍ରକାର ସୁବିଧା ସୁଯୋଗ ଥାଇ ସୁଦ୍ଧା ଏ ଗୃହଗୁଡ଼ିକ ଖୋଲାଯାଇପାରୁନାହିଁ। ଇଏ ହେଉଛି ପୂର୍ତ୍ତ ବିଭାଗର ଡାକବଙ୍ଗଳା, ଯାହାକି ରହିଛି 55 ନମ୍ବର ଜାତୀୟ ରାଜପଥ ପଞ୍ଚାୟତ ରହିଛି। ପଞ୍ଚାୟତର ପଛପଟେ ରହିଛି ଦେଖନ୍ତୁ ସିଧାସଳଖ କେତେ ସୁନ୍ଦର ଭାବରେ ଏ ଗୃହଗୁଡ଼ିକ ତିଆରି କରାଯାଇଛି। ଆଉ ପ୍ରତ୍ୟେକ ବର୍ଷ କିଛି ନା କିଛି ଏଠାରେ ଖର୍ଚ୍ଚ କରାଯାଉଛି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି। ଯେଉଁମାନେ ଏହି ହାଇୱେ ଉପରେ ଯିବା ଆସିବା କରନ୍ତି ସେମାନେ ଏଟା ରହିବା ପାଇଁ ସରକାର ବ୍ୟବସ୍ଥା କରିଥିଲେ। ଦେଖନ୍ତୁ ଦୋକାନ ଘରର ଯୋଡ଼ିଏ ଦୋକାନ ଘର ମଧ୍ୟ ଏଠି ଥିବାର ମଧ୍ୟ ସଟର ଲାଗିଛି। ଏଠି ମଧ୍ୟ ଦୋକାନ ଘର ଖୋଲାଗଲେ ଯେଉଁମାନେ ବି ଆ ଭିତରେ ରହୁଛନ୍ତି ସେମାନେ ଆ ଭିତରୁ ଚା ହେଉ ବିସ୍କୁଟ୍ ହେଉ ସମସ୍ତ ପ୍ରକାର କିଣିକି ଖାଇପାରିବେ। ଦେଖୁଛନ୍ତି ସିଧାସଳଖ ଚିତ୍ର। ପୂର୍ତ୍ତ ବିଭାଗ ଅଧୀନରେ ଯାହା ବହୁତ ଜଣାପଡ଼ୁଛି, ପୂର୍ତ୍ତ ବିଭାଗ ଅଧୀନରେ ଏ ଘରଗୁଡ଼ିକ ରହିଛି, କିନ୍ତୁ ଯେତେବେଳେ ଦେଖିବେ ଇଏ ତାଲା ପଡ଼ିଛି। ତାଲା ପଡ଼ିବା ସମୟରେ କେହି ଏଠାରେ ରହୁନାହାନ୍ତି, ପୁରା ଭୂତ କୋଠିରେ ପରିଣତ ହେଲାଣି। ଅବ୍ୟବସ୍ଥା ଅବସ୍ଥାରେ ସମସ୍ତ ଗୃହଗୁଡ଼ିକ ବର୍ତ୍ତମାନ ତାଲା ପଡ଼ିଛି, ଏଠି କେହି ରହୁନାହାନ୍ତି, ଯାହାଫଳରେ ଇଏ ଏକ ଭୂତ କୋଠିରେ ପରିଣତ ହୋଇଛି। ଏହାର ସମ୍ମୁଖ ଭାଗ ମୁଁ ଦେଖାଉଛି। ଇଏ ଟୋଟାଲ ଦେଖନ୍ତୁ ପାରିପାର୍ଶ୍ୱିକ ସ୍ଥିତି। ଜାତୀୟ ରାଜପଥ କଡ଼ରେ ଗାଡ଼ି ଚାଲିଛି ଏବଂ ଜାତୀୟ ରାଜପଥ କଡ଼ରେ ଗାଡ଼ି ଚାଲିଥିଲା ବେଳେ ଏହି ସମୟରେ ଯେତେବେଳେ କୌଣସି ବ୍ୟକ୍ତି ଟିକେ ସୁବିଧା ପାଆନ୍ତି, ଏଠୁ ପଥପ୍ରାନ୍ତ ଯେଉଁ ସରକାର କରୁଛନ୍ତି ପଥପ୍ରାନ୍ତ ଗୃହ, ସେଠି ରହିବା ପାଇଁ ବ୍ୟବସ୍ଥା କରାଯାଇଛି, କିନ୍ତୁ ଏ ପଥପ୍ରାନ୍ତ କିମ୍ବା ପୂର୍ତ୍ତ ବିଭାଗର କ'ଣ ଘର କିଛି ବି ଜଣାପଡ଼ୁନାହିଁ। ଦୀର୍ଘ ବର୍ଷ ହେଲାଣି এই ଅବସ୍ଥାରେ, ଏଭଳି ଏକ ବିକଳ ଅବସ୍ଥାରେ ଅନାଇ ରହିଛି ପୂର୍ତ୍ତ ବିଭାଗର এই ଡାକବଙ୍ଗଳା। এই ଡାକବଙ୍ଗଳା କେବେ ଖୋଲିବ ଏବଂ ଏହା ଭୂତ କୋଠିରେ ପରିଣତ ହେଲାଣି ତାହା ନିଃସନ୍ଦେହରେ କୁହାଯାଇପାରେ। ସରକାରଙ୍କୁ ଆମେ ଅନୁରୋଧ କରୁଛୁ, ନୂତନ ସରକାର ଆସିଛନ୍ତି, ବିଜେପି ସରକାର ଆସିଛନ୍ତି, ଏ ଭୂତ କୋଠିକୁ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଖୋଲି ଦିଅନ୍ତୁ। କାରଣ ଏ ଭୂତ କୋଠି ରହିଛି ଆଠଗଡ଼ ନିର୍ବାଚନ ମଣ୍ଡଳୀ ବା ଆଠଗଡ଼ ବ୍ଲକର ତୋଟାପଡ଼ା ଅଞ୍ଚଳରେ ରହିଛି, ଜାତୀୟ ରାଜପଥ କଡ଼ରେ ରହିଛି। ଯଦି ଏହି ଗୃହକୁ ପୂର୍ତ୍ତ ବିଭାଗର ଏହି ଡାକବଙ୍ଗଳାକୁ ଖୋଲି ଦିଆଯାଏ ତାହେଲେ ସର୍ବସାଧାରଣ ବେଶ ଏହାର ସୁବିଧା ପାଇପାରିବେ। ବ୍ୟୁରୋ ନ୍ୟୁଜ୍, ଉଦୟ ଲାବଣ୍ୟ।